ଦେଖନ୍ତୁ ଆମେ ପ୍ରଥମରୁ ବି କହିଥିଲୁ ଏଇ ସରକାରରେ ଯେଉଁମାନେ ଦୁର୍ନୀତି ଭ୍ରଷ୍ଟାଚାର ଗୋଚାଲାଣ କରୁଛନ୍ତି ସେମାନଙ୍କର ସ୍ଥାନ ନାହିଁ। ଆଜି ମୁଁ ଧନ୍ୟବାଦ ଦେବି ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ନିର୍ଦ୍ଦେଶ କ୍ରମେ ଯେଉଁଭଳି ଭାବରେ ଗୋମାତାଙ୍କର ଚାଲାଣ ହେଉଥିଲା ଏବଂ ତାକୁ ତସ୍କରୀ କରାଯାଉଥିଲା ଗୋମାଫିଆମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାଖାପାଖି 5ଟି ଜାଗାରେ ଓଡ଼ିଶାର ଚଢ଼ଉ କରାଯାଇଛି। ଯେଉଁମାନେ ଗୋମାଫିଆ ଥିଲେ ତାଙ୍କଠୁ ବହୁତ ସମ୍ପତ୍ତି ମଧ୍ୟ ଜବ୍ତ କରାଯାଇଛି, ସିଜ୍ କରାଯାଇଛି ଏବଂ ଆଗକୁ ମଧ୍ୟ ଯେଉଁମାନେ ଏଇଭଳି କାର୍ଯ୍ୟରେ ଗୋଚାଲାଣରେ ଲିପ୍ତ ରହିବେ ସେମାନଙ୍କର କେମିତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମ୍ପତ୍ତି ସହିତ ତାଙ୍କର ଯାହା ରହିଛି ଏଇ ଯେଉଁ ଗୋଚାଲାଣ ଦିଗରେ ତାକୁ ଆମେ ଧରିବା ସହିତ ତାର ସମ୍ପତ୍ତି ମଧ୍ୟ ବାଜ୍ୟାପ୍ତି କରାଯିବ ଏବଂ କାହାରିକୁ ମଧ୍ୟ ଛଡ଼ାଯିବ ନାହିଁ। ତେଣୁ ଆପଣମାନଙ୍କ ଜରିଆରେ ମୁଁ ନିବେଦନ କରିବି ସମସ୍ତଙ୍କୁ ବର୍ତ୍ତମାନ ସୁଧୁରି ଯାଆନ୍ତୁ। ବର୍ତ୍ତମାନ ନ ସୁଧୁରିଲେ ଆଗକୁ ଏଇ ସରକାରରେ ମୋହନ ମାଝୀ ସରକାରରେ ଯେଉଁମାନେ ଗୋମାଫିଆ ଅଛନ୍ତି ସେମାନଙ୍କର ସ୍ଥାନ ନାହିଁ। ଆଗରୁ ଯେଉଁଭଳି ଭାବରେ ଗତ ଦିନରେ ଗତ ସରକାରରେ ଯେ ରାଜନେତା ଏବଂ କିଛି ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ରହିକରି ଗୋଚାଲାଣ କରୁଥିଲେ ଗୋମାଫିଆ ମାନେ, ସେମାନଙ୍କୁ ଏହି ସରକାରରେ କୌଣସି ସ୍ଥାନ ନାହିଁ। ତେଣୁ ନିଶ୍ଚିତ ଭାବରେ ଆଗକୁ ଆ ଉପରେ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ